हाय सांगମାନେ ମୁଁ ରଣଜିତ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଆମର ଆଉ ଗୋଟେ ଭିଡ଼ିଓରେ। ତ ଫାଇନାଲି ସାଙ୍ଗମାନେ ଆପଣଙ୍କର ଆଉ ଗୋଟେ ଡିଷ୍ଟ୍ରିକ୍ଟର ଆମର ହୋମଗାର୍ଡ଼ ରେଜଲ୍ଟ ଚାଲି ଆସିଛି। ସେ ଡିଷ୍ଟ୍ରିକ୍ଟ ହେଉଛି ଆମର ବୌଦ୍ଧ ଡିଷ୍ଟ୍ରିକ୍ଟର ହୋମଗାର୍ଡ଼ ରେଜଲ୍ଟ ଆସିଛି। ତ ଦେଖନ୍ତୁ ନୋଟିସରେ ଯେଉଁ ରେଜଲ୍ଟ ଆସିଛି ଯେଉଁଟା ଆମର 25/8/2025 ତାରିଖ ଆସିଛି, ମାନେ ଆଜି ଏ ନୋଟିସଟି ଆସିଛି। ତ ଦେଖନ୍ତୁ ଏଠି କ'ଣ ଅଛି ନା ଏତେ ଆପଣଙ୍କର ଯେଉଁ ଆମର ରିଟିନ୍ ଏକ୍ଜାମ ମାନେ ଲିଖିତ ପରୀକ୍ଷା ହେଇଥିଲା ଆମର ହୋମଗାର୍ଡ଼ର ବୌଦ୍ଧ ଡିଷ୍ଟ୍ରିକ୍ଟର, ତ ସେଥିମଧ୍ୟରୁ ଦେଖନ୍ତୁ ଏଠି ଅଛି ଆମର 219 ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନିଯୁକ୍ତ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଶାରୀରିକ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତ ସେମାନେ ଯେଉଁ ଏକ୍ଜାମ ଦେଇଥିଲେ ଟୋଟାଲ 1796, ସେଥିରୁ 219 ଜଣ ପ୍ରାର୍ଥୀ ଓ ପ୍ରାର୍ଥିନୀ କ୍ୱାଲିଫାଇ କରିଛନ୍ତି, ମାନେ ଆମର ଯେଉଁ ନେକ୍ସଟ ଆମର ଫିଜିକାଲ ହେବ ସେଥିପାଇଁ। ତ ଦେଖନ୍ତୁ ଏଠି ଲେଖା ଅଛି ସମସ୍ତ ଯୋଗ୍ୟ ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନେ ଆସନ୍ତା ତାରିଖ 1/9/2025 ସକାଳ 6 ଘଟିକା ସମୟରେ ସଂରକ୍ଷିତ ଆରକ୍ଷୀ ପଡ଼ିଆ ବଲାସିଙ୍ଗା ବୌଦ୍ଧରେ ଶାରୀରିକ ମାପ, ଦକ୍ଷତା ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ଉପସ୍ଥିତ ରହିବେ। ତ 6ଟା ଆଗରୁ ଆପଣମାନେ ସେଠି ପହଞ୍ଚିଯିବେ ଆପଣଙ୍କର 1/9/2025 ତାରିଖ। ତ ଦେଖନ୍ତୁ ଏଠି ଯେଉଁ ଆପଣଙ୍କର ସିଲେକ୍ଟ ହେଇଛନ୍ତି ଟୋଟାଲ 219 ଜଣ ପ୍ରାର୍ଥୀ ଓ ପ୍ରାର୍ଥିନୀ, ସେଥିମଧ୍ୟରୁ ଟ୍ରେଡ୍ ଅନୁଯାୟୀ କେତେ ଜଣ ସିଲେକ୍ଟ ହେଇଛନ୍ତି ଦେଖନ୍ତୁ। କମ୍ପ୍ୟୁଟରରେ ଆପଣଙ୍କର ପୁରୁଷ 36 ଜଣ ଏବଂ ମହିଳା 24 ଜଣ ସିଲେକ୍ଟ ହେଇଛନ୍ତି, ମୋଟ 60। ଡ୍ରାଇଭର ଆମର 48 ଜଣ ପୁରୁଷ ଏବଂ ମହିଳା 3 ଜଣ, ଟୋଟାଲ 51 ଜଣ। ତାପରେ ଆମର ରୋଷେଇଆ କୁକ୍ 36 ଜଣ ପୁରୁଷ 12 ଜଣ ମହିଳା, ଟୋଟାଲ 48 ଜଣ। ଏବଂ ଆମର ବୈଦ୍ୟୁତିକ ମିସ୍ତ୍ରୀ ଇଲେକ୍ଟ୍ରିସିଆନ 12 ଜଣ, ଆମର ଧୋବି ଲଣ୍ଡ୍ରିମ୍ୟାନ୍ 12 ଜଣ, ପାଣି ପାଇପ୍ ମିସ୍ତ୍ରୀରେ 12 ଜଣ, ସଫେଇ କର୍ମଚାରୀରେ 12 ଜଣ, ଯାନବାହନ ମିସ୍ତ୍ରୀରେ 12 ଜଣ। ତ ଦେଖନ୍ତୁ ଆମର ପୁରୁଷ ମୋଟ 180 ଜଣ ସିଲେକ୍ଟ ହେଇଛନ୍ତି ଫିଜିକାଲ ପାଇଁ ଏବଂ ମହିଳା 39 ଜଣ, ଟୋଟାଲ ଆମର 219 ଜଣ। ତ ଆପଣଙ୍କର ଫିଜିକାଲ ତ ଆପଣଙ୍କର 1/9/2025 ଦିନ ହେବ ସବୁ ଫିଜିକାଲ ଶାରୀରିକ ମାପଦଣ୍ଡ ମେଡିକାଲ ଟେଷ୍ଟ। ତ ଆପଣମାନେ 6ଟା ଆଗରୁ ଯାଇ ସେଦିନ ପହଞ୍ଚିଯିବେ। ଲୋକେସନ କୋଉଠି ନା ଆମର ଆରକ୍ଷ ପଡ଼ିଆ ବଲାସିଙ୍ଗା ବୌଦ୍ଧରେ। ତ ଫିଜିକାଲ ପାଇଁ ଟିକେ ପ୍ରସ୍ତୁତ ହେଇକି ଯିବେ। ତ ଅଲ୍ ଦ ବେଷ୍ଟ।